ଫୁଲକୋବି ସରି ସରି ଆସିଲାଣି। ଆପଣମାନେ ତାକୁ ଷ୍ଟୋର କରି ରଖିଲେଣି କି? ହଠାତ୍ରେ ଗୋଟେ ଦିନ ମୋ ସାଙ୍ଗ ସାଙ୍ଗରେ କଥା ହଉ ହଉ ସିଏ କହିଲେ ଯେ ଫୁଲକୋବି ସରିଯିବ, ତମେ ଷ୍ଟୋର କଲଣି କି? ମୁଁ 20 କେଜି ଫୁଲକୋବି ଷ୍ଟୋର କରିଛି। ମୁଁ କହିଲି ଫୁଲକୋବିକି ବି ଷ୍ଟୋର କରିବେ ନା? ହଁ, ଏବେ ଯଦି ଷ୍ଟୋର କରି ରଖିଥିବା ଖରାଦିନେ ଫୁଲକୋବି ଆମେ ଖାଇପାରିବା। ଫୁଲକୋବି ଖରାଦିନ ହେଲେ କେତେ ରେଟ୍ ହୁଏ ଜାଣିଛନ୍ତି ତ? ଏବେ ମଧ୍ୟ ଧୀରେ ଧୀରେ ତା'ର ରେଟ୍ ହେଇଗଲା। ଯେଉଁ ସାଙ୍ଗମାନେ ମୋର ଫୁଲକୋବି କେମିତି ଷ୍ଟୋର ହୁଏ ଜାଣିନାହାନ୍ତି ସେମାନଙ୍କୁ ମୁଁ କହିଦେଉଛି, କିଛି ଏଥିରେ କଷ୍ଟ କରିବାର ନାହିଁ। ଫୁଲକୋବି କିଣିକିରି ଆଣିବେ, ଆଉ ତାକୁ ଆମେ ଯେମିତି ତରକାରୀ ପାଇଁ କାଟୁଛେ ନା ସେମିତି ହାତରେ ଖଣ୍ଡ ଖଣ୍ଡ କରିଦେବେ। ଆଉ ଭଲ ଭାବେ ଦେଖିଦେବେ ସେଥିରେ କିଛି କିଡ଼ା ଅଛି ନା ନାହିଁ। ଭଲ ଥିବା ଫୁଲକୋବିକୁ ହିଁ କରିବେ। ଆଉ ତାକୁ ଏମିତି ଯେଉଁଠି ଖରା ଥିବ ନା ସେଠି ଶୁଖେଇ ଦେବେ। ଦେଖନ୍ତୁ ମୁଁ ଏବେ ଶୁଖେଇବାର 2-4 ଦିନ ହେଲାଣି। ମୋ ସାଙ୍ଗଠୁ ଶୁଣି ମୁଁ 2ଟା ଫୁଲକୋବି ଶୁଖେଇଛି। ଆଉ ସିଏ ଦେଖନ୍ତୁ ଏବେ ସିଏ କେମିତି ଦେଖାଯାଏ। ଦେଖନ୍ତୁ ଫୁଲକୋବି କେମିତି ଶୁଖିଛି, ଦେଖିଲେ ତ? ଆଉ 2-3 ଦିନ ପରେ ଇଏ ଭଲ ଭାବରେ ଶୁଖିଯିବ। ଆଉ ମୁଁ ଯେତେ ବଡ଼ ବଡ଼ ଫୁଲକୋବି କାଟିଥିଲି ନା, ଇଏ ଶୁଖିଲା ପରେ ସେମାନେ ତା'ର ଅଧା ହେଇଯାଇଛି। ଆଉ ଯେବେ ଆମେ ତାକୁ ତରକାରୀ କରିବା ନା, ସିଝେଇ ଦେଲେ ସିଏ ପୁଣି ତା'ର ନର୍ମାଲ ଅବସ୍ଥାକୁ ଆସିଯିବ।